ବ୍ୟାଙ୍କ ପାସବୁକ୍ ଗ୍ରାହକଙ୍କ ପାଇଁ ଆସିଲା ଜରୁରୀ ଖବର। ଆପଣମାନେ ଥରେ ନିହାତି ଜାଣିବା ଉଚିତ। ଯଦି ଆପଣମାନେ ସେହି ଖବରଟି ନ ଜାଣନ୍ତି କିମ୍ବା ସେହି କାମଟି ନ କରନ୍ତି, ତାହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ 16 ଏପ୍ରିଲ ଠାରୁ ଆପଣମାନଙ୍କର ପାସବୁକ୍ ବନ୍ଦ ହୋଇଯିବ। ତେଣୁ ଆପଣମାନେ ପଇସା ୱିଥଡ୍ର କିମ୍ବା ଡିପୋଜିଟ୍ କିମ୍ବା ଚେକ୍ କରିପାରିବେ ନାହିଁ। କାରଣ ଦେଖନ୍ତୁ, ଏହା ବ୍ୟାଙ୍କ କର୍ତ୍ତୃପକ୍ଷ ନିଜେ ସୂଚନା ଦେଇଛନ୍ତି। ତ ସେହି କାମଟି ଆପଣମାନେ ନିହାତି କରିବା ଉଚିତ। ଏହା କେଉଁମାନେ କରିବେ ନା, ଯେଉଁମାନଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଖାତା ଅଛି ବା PNB ଖାତା ଅଛି, ସେମାନେ ଏହି କାମଟି କରିବା ନିହାତି ଜରୁରୀ ଅଟେ। ଯଦି ଆପଣମାନେ ସେହି କାମଟି ନ କରନ୍ତି, ତାହେଲେ 16 ଏପ୍ରିଲ ଠାରୁ ଆପଣମାନଙ୍କର ଖାତା ବନ୍ଦ ହୋଇଯିବ। ତ ସେହି କାମଟି କ'ଣ ରହିଛି ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷ କ'ଣ ଜରୁରୀ ସୂଚନା ଦେଇଛନ୍ତି, ଆସନ୍ତୁ ନିହାତି ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ସବୁକିଛି ଡିଟେଲ୍ସ ଜାଣିବେ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞାମାନେ ଲାଇକ୍ କରନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଆପଣମାନେ ଜାଣିଛନ୍ତି, ବିନା ପ୍ରମାଣରେ ମୁଁ ଭିଡ଼ିଓ ପ୍ରୋଭାଇଡ଼ କରେ ନାହିଁ। ତ ଆପଣମାନେ ପ୍ରମାଣ ସହିତ ଦେଖିବେ ଏବଂ ନ୍ୟୁଜ୍ ମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି, ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ସହିତ ଦେଖାଇବି। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ, ଗ୍ରାହକଙ୍କ ପାଇଁ ଜରୁରୀ ଖବର। 16 ଏପ୍ରିଲରୁ ବନ୍ଦ ହୋଇଯିବ ଜିରୋ ବାଲାନ୍ସ ଆକାଉଣ୍ଟ। ତୁରନ୍ତ କରିନିଅନ୍ତୁ ଏହି କାମ। ଦେଖନ୍ତୁ ଆଜ୍ଞା, ଓଡ଼ିଶା ଭାସ୍କରରେ ଆଜି 1ଟା 21 PM ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଖବର କ'ଣ ରହିଛି। ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ ଆଜ୍ଞା, ଯଦି ଆପଣମାନେ PNB ବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଯଦି ଖାତା ଖୋଲିଛନ୍ତି, ତାହେଲେ ଆପଣମାନେ ନିହାତି ଏହି ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ନ ଦେଖିବେ କିମ୍ବା ସେହି କାମଟି ନ କରିବେ, ତାହେଲେ ଆପଣମାନଙ୍କ ଖାତା 16 ଏପ୍ରିଲ ଠାରୁ ବନ୍ଦ ହୋଇଯିବ। ତ ଆପଣମାନେ ସେହି ଖାତାରେ ୱିଥଡ୍ର କିମ୍ବା ଡିପୋଜିଟ୍ କରିପାରିବେ ନାହିଁ। ତାପରେ ବ୍ୟାଙ୍କ ସମ୍ପ୍ରତି ଏକ ନୋଟିସ୍ ଜାରି କରିଛି ଯେ, ଯେଉଁ ଆକାଉଣ୍ଟ ଗୁଡ଼ିକ ଗତ 3 ବର୍ଷ ଧରି ନିଷ୍କ୍ରିୟ ତଥା କୌଣସି କାରବାର ରେକର୍ଡ କରିନାହିଁ ଏବଂ ବର୍ତ୍ତମାନ ଜିରୋ ବାଲାନ୍ସ ଅଛି, ସେଗୁଡ଼ିକ ଏପ୍ରିଲ 16, 2024 ଠାରୁ ବନ୍ଦ ହୋଇଯିବ। ଦେଖନ୍ତୁ ଆଜ୍ଞା, କ'ଣ ପାଇଁ ଏହି ଖାତା ବା ପାସବୁକ୍ ବନ୍ଦ ହୋଇଯିବ ନା, ଦେଖନ୍ତୁ ବ୍ୟାଙ୍କ ସମ୍ପ୍ରତି ଏକ ନୋଟିସ୍ ଜାରି କରିଛନ୍ତି ଯେ, ଯେଉଁ ଆକାଉଣ୍ଟ ଗୁଡ଼ିକ ଗତ 3 ବର୍ଷ ମଧ୍ୟରେ, ଦେଖନ୍ତୁ ଆଜ୍ଞା, ଆପଣମାନଙ୍କ ବ୍ୟାଙ୍କ ପାସବୁକ୍ ଯଦି 3 ବର୍ଷ ମଧ୍ୟରେ କୌଣସି କାରବାର ହୋଇନାହିଁ ବା ଡିପୋଜିଟ୍ କିମ୍ବା ୱିଥଡ୍ର କିମ୍ବା ଚେକ୍ କୌଣସି କାମ ଯଦି ଆପଣମାନେ କରିନାହିଁ କିମ୍ବା ବର୍ତ୍ତମାନ ଯଦି ଜିରୋ ବାଲାନ୍ସ ଅଛି, ତ ସେହି ବ୍ୟାଙ୍କ ଖାତା 16 ଏପ୍ରିଲ 2024 ଠାରୁ ଆପଣମାନଙ୍କ ଖାତା ବନ୍ଦ ହୋଇଯିବ। ତାପରେ ଏପରି ଆକାଉଣ୍ଟ ଗୁଡ଼ିକ ନିଷ୍କ୍ରିୟ ବା ଇନ୍ଅପରେଟିଭ୍ ଭାବରେ ବର୍ଗୀକୃତ କରାଯିବ ଏବଂ ବିନା କୌଣସି ନୋଟିସ୍ରେ ଆକାଉଣ୍ଟ ବନ୍ଦ କରାଯିବ। ଦେଖନ୍ତୁ ଆଜ୍ଞା, ଏପରି ଆକାଉଣ୍ଟ ଗୁଡ଼ିକ ନିଷ୍କ୍ରିୟ ବା ଇନ୍ଅପରେଟିଭ୍ ଭାବରେ ବର୍ଗୀକୃତ କରାଯିବ ଏବଂ ବିନା କୌଣସି ନୋଟିସ୍ରେ ଆପଣମାନଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ। ଆପଣମାନଙ୍କୁ କିଛି ନୋଟିସ୍ ଆସିବ ନାହିଁ କିମ୍ବା କୌଣସି ବ୍ୟାଙ୍କ ଆପଣମାନଙ୍କୁ ସୂଚନା ଦେବେ ନାହିଁ। ଆପଣମାନଙ୍କ ଖାତା ସେପରି ବନ୍ଦ ହୋଇଯିବ। ତାପରେ ଏହାକୁ ଏଡ଼ାଇବା ପାଇଁ ଗ୍ରାହକମାନଙ୍କୁ ସେମାନଙ୍କର KYC ଅପଡ଼େଟ୍ କରିବାକୁ ପଡ଼ିବ କିମ୍ବା 15 ଏପ୍ରିଲ 2024 ସୁଦ୍ଧା ସେମାନଙ୍କ ଆକାଉଣ୍ଟରେ ଯଦି କମ୍ରେ ଗୋଟିଏ କାରବାର କରିବାକୁ ପଡ଼ିବ। ଏହା କରିବାରେ ବିଫଳ ହେଲେ ଆପଣଙ୍କ ଆକାଉଣ୍ଟ ସ୍ଥାୟୀ ଭାବରେ ବନ୍ଦ ହୋଇପାରେ। ଦେଖନ୍ତୁ ଆଜ୍ଞା, ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ନା, KYC ଅପଡ଼େଟ୍ କରିବାକୁ ପଡ଼ିବ। ଯଦି ଆପଣମାନେ 15 ଏପ୍ରିଲ 2024 ସୁଦ୍ଧା ଆପଣମାନେ ଏହି KYC ଅପଡ଼େଟ୍ କରୁଛନ୍ତି, ତାହେଲେ ଆପଣମାନଙ୍କ ଖାତା ଚଳିବ। ଯଦି ଆପଣମାନେ ଏହି କାମ ନ କରନ୍ତି, ତାହେଲେ ଆପଣମାନଙ୍କ ପାସବୁକ୍ ବନ୍ଦ ହୋଇଯିବ। ତାପରେ ଏହି ନିଷ୍ପତ୍ତି କାହିଁକି ନିଆଗଲା, ଦେଖନ୍ତୁ, ବ୍ୟାଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ନିୟାମକ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହାର ଉଦ୍ଦେଶ୍ୟ ହେଉଛି ଦୀର୍ଘ ସମୟ ଧରି ନିଷ୍କ୍ରିୟ ରହିଥିବା ବା ବନ୍ଦ ପଡ଼ିଥିବା ଆକାଉଣ୍ଟ ଗୁଡ଼ିକ ହଟାଇବା, ଯାହାଦ୍ୱାରା ବ୍ୟାଙ୍କିଂ ବ୍ୟବସ୍ଥା ସୁରକ୍ଷିତ ଏବଂ ସୁଗମ ରହିବ। ଦେଖନ୍ତୁ ଆଜ୍ଞା, କ'ଣ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବ୍ୟାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବା ନିର୍ଦ୍ଦେଶାବଳୀ, ଏହାର ଉଦ୍ଦେଶ୍ୟ ହେଉଛି ଦୀର୍ଘ ସମୟ ଧରି ନିଷ୍କ୍ରିୟ ବା ବନ୍ଦ ରହିଥିବା ଆକାଉଣ୍ଟ ଗୁଡ଼ିକ ହଟାଇବା, ଯାହାଦ୍ୱାରା ବ୍ୟାଙ୍କିଂ ବ୍ୟବସ୍ଥା ସୁରକ୍ଷିତ ଏବଂ ସୁଗମ ରହିବ। ତାପରେ ଏହି ପଦକ୍ଷେପ ଆର୍ଥିକ ଠକେଇର ଘଟଣାଗୁଡ଼ିକ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।
तापरे आमे जानिबा केवाईसी अपडेट करबा काहेकि जरूरी। देखंतु आज्ञा पीएनबी बा पंजाब नेशनल बैंक सूचना देइछंती जे केवाईसी करंतु नहेले बैंक अकाउंट बंद हो जिवो। तो काहेकि एही केवाईसी करबा जरूरी अटे आपण माने निहाती थरे जानंतु। केवाईसी अपडेट करबा द्वारा आपणकर अकाउंट सक्रिय बा एक्टिव रुहे जदि बा एवं आपणको बैंकिंग सेवारे संपूर्ण लाभ मिले। देखंतु आज्ञा आपण माने जदि केवाईसी अपडेट करूछंती ताहेले आपण मानकर अकाउंट सक्रिय बा एक्टिव रहिबो एवं आपणको बैंकिंग सेवार संपूर्ण लाभ मिलिबो। जदि आपणकर केवाईसी अपडेट करा जाय नाही तेबे आपणकर अकाउंट निष्क्रिय होई पारे बा बंद होई पारे एवं परवर्ती पर्याय रे एहाकू पुनः सक्रिय करिबा एवं कष्टकर प्रक्रिया होई पारे। जदि आपण माने केवाईसी अपडेट करू नाहंती ताहेले आपणकर खाता बंद होई जिवो एवं परवर्ती पर्याय रे आपण माननकू पुनः सक्रिय करिबा बा पुनः चलाइबा पई आपण माननकू बहुत कष्टकर होई पारे। तापरे आपणकर केवाईसी किपरि अपडेट करिवे। देखंतु आज्ञा आपण माननकर केवाईसी को बा पीएनबी खाता रे आपण माननकर खाता अछि तो सही खाता रे आपण माननकर केवाईसी किपरि करिवे। आपण माननकर निकटतम पीएनबी शाखा परिदर्शन करंतु एवं आपण माननकर आधार कार्ड एवं पान कार्ड भली जरूरी डॉक्यूमेंट दाखल करंतु। बैंक अधिकारी माने तुरंत आपणकर सूचना अपडेट करिवे। देखंतु आज्ञा केवाईसी अपडेट किपरि करिवे ना आपण माननकर जेउ बैंक रे खाता खोलिछंती आपण माने सही शाखा को परिदर्शन करंतु एवं आपण माननकर आधार कार्ड एवं पान कार्ड भली डॉक्यूमेंट्स धरी आपण माने बैंक अधिकारी माननकु तुरंत आपण माननकर सूचना अपडेट जणाई दियंतु एवं से माने सही सूचना पाई आपण माननकर केवाईसी अपडेट करि देबे। तापरे जदि आपण माने ऑनलाइन माध्यम रे केवाईसी करंती ताहेले किपरि करिवे। आपण पीएनबी वन ऐप किंबा इंटरनेट बैंकिंग माध्यम रे आपण माननकर केवाईसी विवरण को मध्य अपडेट करि परिबे। देखंतु आज्ञा जदि आपण माने ऑनलाइन सेवा चाहुछंती ताहेले बा ऑनलाइन रे आपण माने जदि केवाईसी करबा को चाहुछंती ताहेले आपण माने पीएनबी वन ऐप एक इंटरनेट बैंकिंग माध्यम रे आपण माननकर केवाईसी को अपडेट करि परिबे। एहा करबा पई केवल ऐप रे लॉगिन करंतु। लॉगिन करिबा परे केवाईसी अपडेट विभाग को जाउंतु एवं एक वन टाइम पासवर्ड व्यवहार करी आपण माननकर केवाईसी को संपूर्ण प्रक्रिया शेष करंतु। तापरे पोस्ट किंबा ईमेल माध्यम रे जदि केवाईसी करिवे तापरे किपरि करिवे। जदि आपण व्यक्तिगत भाव रे एक शाखा परिदर्शन करबा को असमर्थ हुअंती तेबे आपण माननकर डॉक्यूमेंट गुड़िक पंजीकृत पोस्ट किंबा ईमेल माध्यम रे आपणकर होम शाखा को पठाई पारिबे। जदि आपण माने बैंक किंबा कोनोसी ऑनलाइन सेवा करि पारु नाहंती ताहेले आपण माने पोस्ट माध्यम रे आपण माननकर डॉक्यूमेंट को आपण माने पोस्टल माध्यम रे पठाई पारिबे। जदि आपणकर पीएनबी बैंक रे एक अकाउंट अछि जहाँ दीर्घ समय धरी अव्यवहृत बा निष्क्रिय हो रही तेबे आपण तुरंत एक छोट कारबार करबा उचित किंबा आपणकर केवाईसी अपडेट करबा उचित। यह करबा द्वारा आपणकर अकाउंट सुरक्षित बा सुनिश्चित हेबो एवं भविष्य रे हेबाकू थिबा असुविधा को एड़ाइबारे साहाय्य करिवो। एही कार्यर शेष तारीख हेउछि एप्रिल 15, 2026। यह पूर्वरु एही कार्य जरूरी समाप्त करूछंती। देखंतु आज्ञा आपण माने एप्रिल 15 सुधा आपण माने करंतु। एप्रिल 15 सुधा जदि आपण माने एही काम न करिवे ताहेले आपण मानकर खाता निश्चय भाबरे बंद होई जिवो। तो भिडियोटी केमिति लागिला निश्चय आपण माननकु खुशी लागिथिबो। जदि आपण माननकर कोनोसी डाउट किंबा कोनोसी सूचना रही ताहेले आपण माने कमेंट साहाय्य मतामत दे पारिबे। समस्तक पाखकु शेयर करंतु, वीडियो को लाइक करंतु एवं मो चैनल को प्रथम आसीथिले गोटे सब्सक्राइब करी ऑल नोटिफिकेशन को ऑन करंतु। फलरे एही परी हेल्पफुल नुआ नुआ वीडियो आपण मानक ठारे प्रथमे पहुंचीबो। तो वीडियो को एठी एंड करूछि। जय जगन्नाथ।